ଆଜି ଶୁକ୍ଳପକ୍ଷ ଅଷ୍ଟମୀ ତିଥି 20/8/2026 ଗୁରୁବାର। କ'ଣ ରହିଛି 12ଗୋଟି ରାଶି ପାଇଁକା? କେଉଁ ସମୟ ଶୁଭ ସମୟ, ଶୁଭ ରଙ୍ଗ, ଶୁଭ ସଂଖ୍ୟା, ଶୁଭ ତିଥି? ତ ଦର୍ଶକ ବନ୍ଧୁ, ଆପଣମାନେ ଆମ ଚ୍ୟାନେଲକୁ ସ୍ୱାଗତ ଜଣାଇ ଆରମ୍ଭ କରିବା ଆଜିର ବିଷୟବସ୍ତୁ 12ଗୋଟି ରାଶି ବିଷୟରେ। କେଉଁ ରାଶି ପାଇଁକା ଶୁଭ ଅଛି, କେଉଁ ରାଶି ପାଇଁକା ଅଶୁଭ ଅଛି, କେଉଁ ରାଶି ପାଇଁକା ଧନ ଲାଭର ସୁଯୋଗ ମଧ୍ୟ ରହିଛି, କେଉଁ ରାଶିକୁ ସାବଧାନତା ସହିତ ଚଳିବାର ଅଛି ଆଜିର ଦିନରେ। ତ ଚାଲନ୍ତୁ ଜାଣିବା ସର୍ବପ୍ରଥମେ ଆଜି ଘାତଚନ୍ଦ୍ର କ'ଣ ରହିଛି। ଘାତବାର ଆଜି ରହିଛି କୁମ୍ଭ ରାଶି ପାଇଁକା ଗୁରୁବାର। ଶୁଭ ବେଳା ଯଦି ଦେଖିବା ଆମେ, ଶୁଭ ବେଳା ରହିଛି ସକାଳ 8:40ରୁ 10:35 ମଧ୍ୟରେ। ଦିବା 1:08ରୁ 1:27 ରହିଛି ଶୁଭ ବେଳା। ଯଦି ଦେଖିବା ରାହୁ କାଳ ରହିଛି 1:28ରୁ 3:23 ପର୍ଯ୍ୟନ୍ତ ରହିଛି ରାହୁ କାଳ। ଏହି ସମୟରେ ଆପଣମାନେ ଟିକେ ହୁସିଆରି ଯାଆନ୍ତୁ। ଏହି ସମୟରେ ଶୁଭ କାର୍ଯ୍ୟ ବାହାରିବା ଆଗରୁ ପ୍ରଭୁ ଲକ୍ଷ୍ମୀ ନାରାୟଣଙ୍କୁ ସ୍ମରଣ କରି ବାହାରନ୍ତୁ। ତ ଚାଲନ୍ତୁ ଜାଣିବା ଆଜିର ପ୍ରଥମ ରାଶି ମେଷ ରାଶି। ମେଷ ରାଶିରେ ଆଜି ବହୁତ ଦିନର ଅପେକ୍ଷା ପରେ ଆପଣଙ୍କୁ ଶୁଭ ଖବର ମିଳିବାକୁ ଯାଉଛି, କିନ୍ତୁ ଆପଣଙ୍କୁ ଅପରାହ୍ନରେ ଦୂରଯାତ୍ରା କରିବାକୁ ପଡ଼ିପାରେ। ଆପଣଙ୍କ ପାଇଁ ବହୁତ ଭଲରେ ଦିନଟି କଟୁଛି। ମଧ୍ୟମ ଧରଣରୁ ରହୁଛି, କିନ୍ତୁ ଅପରାହ୍ନରେ ଆପଣଙ୍କୁ କିଛି ଭଲ ଖବର ମିଳିବାକୁ ଯାଉଛି, ବହୁତ ଭଲ ରହୁଛି। ଏବେ ଦେଖିବା ଦ୍ୱିତୀୟ ରାଶି ବୃଷ ରାଶି। ଜୀବନରେ ନୂଆ ଲକ୍ଷ୍ୟ ହାସଲ କରିବେ। ସଙ୍ଗୀତ କିମ୍ବା ଆପଣ ଯଦି କଳାକାର ଲାଇନରେ ଯାଉଛନ୍ତି, ତାହେଲେ ତ ଆପଣଙ୍କ ପାଇଁକା ବହୁତ ଭଲ ରହିବ ଆଜିର ଦିନଟି। ଆପଣଙ୍କୁ ବହୁତ ଲାଭ ସେଥିରୁ ମିଳିବ ଯଦି ଆପଣ ସଙ୍ଗୀତ କରୁଛନ୍ତି। ଏବେ ଦେଖିବା ତୃତୀୟ ରାଶି ମିଥୁନ ରାଶି। ପରିବାରରେ ହସ ଖୁସି ମିଜାଜ ବିତିବ। ଆପଣଙ୍କୁ ଜଗି ରଖି କିନ୍ତୁ ଦିନଟି ବିତେଇବାକୁ ପଡ଼ିବ, କାରଣ ଅଧିକ ଆୟ ହେଉଥିବ, କିନ୍ତୁ ସେହି ହିସାବରେ ଖର୍ଚ୍ଚ ମଧ୍ୟ ଆପଣଙ୍କୁ ହେଉଥିବ। ଆପଣଙ୍କ ପାଇଁ ଆଜିର ଦିନଟି ମଧ୍ୟମ ଧରଣର ଯାଉଛି। ଏବେ ଦେଖିବା କର୍କଟ ରାଶି। କର୍କଟ ରାଶିରେ ଆପଣଙ୍କୁ କୌଣସି ପୁରୁଣା ବନ୍ଧୁଙ୍କ ସହିତ ମିଶିବାର ସୁଯୋଗ ଆସିପାରେ। ଆପଣଙ୍କ ବ୍ୟବସାୟୀ ବାଣିଜ୍ୟ କ୍ଷେତ୍ରରେ ନୂଆ ସୁଯୋଗ ଆଣିପାରେ। ଆପଣଙ୍କ ଚାକିରି କ୍ଷେତ୍ରରେ ଉନ୍ନତି ଆସିପାରେ। ମୋଟାମୋଟି ଦେଖିବାକୁ ଗଲେ ଆପଣଙ୍କ ପାଇଁ ଆଜିର ଦିନଟି ବହୁତ ଭଲରେ ଯାଉଛି। ଏବେ ଦେଖିବା ସିଂହ ରାଶି। ମନରେ ଖୁସି ରହିବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ସବୁ ଦୂର ହେବ। ଆପଣଙ୍କର ବକେୟା ଅର୍ଥ ଫେରିବ। ମୋଟାମୋଟି ଦେଖିବାକୁ ଗଲେ ଆପଣଙ୍କ ପାଇଁକା ବି ଦିନଟି ବହୁତ ଭଲରେ ଯାଉଛି। ଏବେ ଦେଖିବା କନ୍ୟା ରାଶି। ଆପଣ ଚିନ୍ତାଗ୍ରସ୍ତ ଟିକେ ରହିବେ। କୌଣସି ସମସ୍ୟା ଆପଣଙ୍କୁ ଗ୍ରାସିପାରେ। ଆପଣଙ୍କ ମନ ଅସ୍ଥିର ରହିପାରେ। ଆପଣଙ୍କ ପାଇଁ ଆଜିର ଦିନଟି ମଧ୍ୟମ ଧରଣର ଯାଉଥିବାରୁ ଆପଣ ଟିକେ ଜଗି ରଖି ଚଳନ୍ତୁ ଓ ପ୍ରଭୁ ହନୁମାନଙ୍କ ପାଖେ ଯାଇ ଟିକେ ପୂଜା ଅର୍ଚ୍ଚନା କରନ୍ତୁ। ଏବେ ଦେଖିବା ତୁଳା ରାଶି। କୌଣସି ବନ୍ଧୁଙ୍କ ପରାମର୍ଶ ଆପଣଙ୍କୁ ପସନ୍ଦ ଆସିବ ଆପଣଙ୍କ ସହ, କିନ୍ତୁ ଆପଣ ଯେକୌଣସି ନିଷ୍ପତ୍ତି ନେଉଛନ୍ତି ପରିବାର ସହିତ ବସି କଥା ହୁଅନ୍ତୁ। ପରିବାର ସହିତ ବସି କଥା ହେବା ମାତ୍ରକେ ଆପଣଙ୍କର କିଛି ସୁଫଳ ମିଳିବ। ସବୁ କାମ କରିବା ଆଗରୁ ଆପଣ ଟିକେ ନିଶ୍ଚୟ 100 ଥର ଭାବନ୍ତୁ, ତାପରେ ନିଷ୍ପତ୍ତି ନିଅନ୍ତୁ, କାରଣ ଆପଣଙ୍କ ନିଷ୍ପତ୍ତି ଆପଣଙ୍କ ଉପରେ ନିର୍ଭର କରେ। କାରଣ ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କ ଭବିଷ୍ୟତ ମଧ୍ୟ ଗଢ଼ା ହୋଇପାରେ। କାହାର କଥାରେ ପଡ଼ି ଆପଣ ଆଗକୁ ବଢ଼ନ୍ତୁ ନାହିଁ। ଦିନଟି ଆପଣଙ୍କ ପାଇଁକା ମଧ୍ୟମ ଧରଣର ଯାଉଛି।
ଏବେ ଦେଖିବା ଧନୁ ରାଶି ବିଛା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ବାଦ ବିବାଦରେ ରହିପାରେ। କୌଣସି କଥାକୁ ଆପଣ ନେଇକି ବାଦ ବିବାଦ ହୋଇପାରନ୍ତି, କିନ୍ତୁ ଆପଣଙ୍କ ବାଣୀ ଆପଣଙ୍କ କଥାକୁ ଆପଣ ନିୟନ୍ତ୍ରଣରେ ରଖନ୍ତୁ, ନଚେତ୍ ଆପଣଙ୍କୁ ଅନେକ ସମସ୍ୟାରେ ପକାଇପାରେ। ପରିବାରକୁ ସମୟ ଦିଅନ୍ତୁ। କୌଣସି ଜାଗାକୁ ଆପଣ ଯାଉଛନ୍ତି ତ ସେଠିକି ହୁସିଆର ଯାଆନ୍ତୁ। ଆପଣଙ୍କ କଥା ବାଣୀକୁ ଆପଣ ସବୁବେଳେ କଣ୍ଟ୍ରୋଲରେ ନିଜ ଆୟତ୍ତରେ ରଖନ୍ତୁ। ଆପଣଙ୍କ ପାଇଁ ଦିନଟି ବହୁତ ଭଲରେ ଅଛି। ତ ଏବେ ଦେଖିବା ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନ କ'ଣ ରହିଛି। ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବହୁତ ଶୀଘ୍ର ଆପଣଙ୍କର ଯେଉଁ କାମ ସବୁ ଅଟକି ରହିଛି ତାହା ପୂର୍ଣ୍ଣ ହେବାକୁ ଯାଉଛି। ତ ତା ବ୍ୟତୀତ ଅନ୍ୟମାନଙ୍କ କଥା କହୁଥିବା ବେଳେ ଉପରେ ପଡ଼ି କିଛି ବି କୁହନ୍ତୁ ନାହିଁ। କୌଣସି ଜାଗାକୁ ଯଦି ଯାଉଛନ୍ତି ଆପଣଙ୍କ କଥାବାର୍ତ୍ତା ଶୈଳୀକୁ ଟିକେ ବଦଳାନ୍ତୁ। ପରିବାରକୁ ସମୟ ଦିଅନ୍ତୁ, କିନ୍ତୁ ପରିବାରରେ ଯେଉଁ ଛୋଟ ମୋଟ ସମସ୍ୟା ରହିଛି ତାହା ଦୂର ହେବ। ଏବେ ଦେଖିବା ମକର ରାଶିରେ କ'ଣ ରହିଛି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ଉଚ୍ଚ ପଦ ମିଳିପାରେ। ଅଫିସରେ ଅଧୀନସ୍ଥ ଯେଉଁ କର୍ମଚାରୀ ରହିଛନ୍ତି, ସହକର୍ମଚାରୀ, ତାଙ୍କୁ ପ୍ରମୋସନ୍ ମଧ୍ୟ ମିଳିପାରେ। କୌଣସି ଜମି ଜମାକୁ ନେଇକି ଆପଣଙ୍କ ଯେଉଁ ବାଦ ବିବାଦ ଥିଲା ତାହା ଦୂରୀଭୂତ ହେବ, କିନ୍ତୁ ଆପଣଙ୍କ ପାଇଁକା ଆଜିର ଦିନ ଟିକେ ଜଗି ରଖି ଚଳିବାକୁ ପଡ଼ିବ। କାରଣ ମକର ରାଶି ପାଇଁକା ଆଜିର ଦିନଟି ଟିକେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ଯଦି ଏମିତି କରୁଛନ୍ତି ଆଜିର ଦିନଟି ପାଇଁ ଆପଣ ପାଇଁ ବହୁତ ଭଲରେ ରହିବ। ଏବେ ଦେଖିବା କୁମ୍ଭ ରାଶିର ବ୍ୟକ୍ତି ବିଶେଷ ପାଇଁକା ଆଜିର ଦିନଟି ମିଶ୍ରିତ ଫଳ ରହିବ। ଆପଣଙ୍କର ଲଭ୍ ଲାଇନ୍ କିମ୍ବା ଆର୍ଥିକ ସ୍ଥିତିକୁ ନେଇ ଯେଉଁ ଚିନ୍ତା ପ୍ରକାଶ କରୁଛନ୍ତି ତାହା ଆସ୍ତେ ଆସ୍ତେ ଦୂର ହେବ, କିନ୍ତୁ ଆଜିର ଦିନ ପାଇଁ ଆପଣଙ୍କୁ ଟିକେ ଜଗି ରଖି ଚଳିବାକୁ ପଡ଼ିବ। କାରଣ ଆଜିର ଦିନଟି ଆପଣଙ୍କ ପାଇଁ ଘାତବାର ହୋଇଥିବାରୁ। କିନ୍ତୁ ଅଫିସରଙ୍କ ସହିତ କିଛି ମତ ମନାନ୍ତର ଯୋଗୁଁ ଆପଣଙ୍କର କିଛି କଥା ବିଗିଡ଼ି ଯାଇପାରେ। ଟିକେ ହୁସିଆରି ଚଳିବେ। ଆପଣଙ୍କ ପାଇଁ ମିଶ୍ରିତ ଫଳ ଆଜି ଅଛି। ରାଶି ଭିତରେ ଅନ୍ତିମ ରାଶି ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନ ବହୁତ ଭଲ ରହିବ। ଅଧୁରା କାମ ସମ୍ପୂର୍ଣ୍ଣ ହେବ। ଧନ ଲାଭ ପାଇଁ କିଛି ନୂଆ ସୁଯୋଗ ପାଇବେ। ଫିଲ୍ମ କଳାକାରଙ୍କ ଲାଗି ଭଲ ଦିନଟି ଆଜି ଅଛି। ଯଦି କିଏ ଫିଲ୍ମ ଲାଇନ୍ରେ ଯାଉଛନ୍ତି, କୌଣସି ସଙ୍ଗୀତ ଗୀତ ଭିଡ଼ିଓ କରୁଛନ୍ତି, ତାଙ୍କ ପାଇଁକା ଆଜିର ଦିନଟି ବହୁତ ଭଲ ରହିବ। ଆଜିର ପାଇଁକା ମୀନ ରାଶି ପାଇଁକା ବହୁତ ମିଶ୍ରିତ ଫଳ ରହୁଛି, ମଧ୍ୟମ ଧରଣର ରହୁଛି। ଯଦି ଦେଖିବା ବହୁତ ଭଲ ରହୁଛି 12ଗୋଟି ରାଶି ପାଇଁକା, କିନ୍ତୁ କୁମ୍ଭ ରାଶି, ମକର ରାଶି, ଧନୁ ରାଶି ପାଇଁକା ଟିକେ ସାବଧାନତା ପାଳନ କରିବାକୁ ପଡ଼ିବ। ଯଦି ଏହିପରି ରାଶିଫଳ ବିଷୟରେ ଦେଖିବାକୁ ଚାହୁଁଛନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ନିହାତି ଭାବେ କମେଣ୍ଟ କରନ୍ତୁ ଆପଣଙ୍କର କେଉଁ ରାଶି। ପୁଣି ଦେଖା ହେବ ଆସନ୍ତାକାଲି ନୂଆ ରାଶିଫଳ ସହିତ। ରହିଲୁ, ଜୟ ଜଗନ୍ନାଥ।